ମୁଁ କଅଁଳିଆ କଅଁଳିଆ ଭେଣ୍ଡୁଡ଼ି ନେଇଥିଲି, ତାକୁ ସବୁ ଧୋଇଦେଲି। ଧୋଇକି କାଟି ଦେଇଥିଲି। ତା ଦେହରେ ଲୁଣ, ଲଙ୍କାଗୁଣ୍ଡା, ସବୁ ହଳଦୀ ଗୁଣ୍ଡା ଆଉ ଅଦା ରସୁଣ ପେଷ୍ଟ, ତାପରେ ଲଙ୍କା ସବୁ ପକାଇଦେଲି। ତାପରେ ବେକିଂ ପାଉଡ଼ର ଚାମଚେ ପକାଇଦେଲି। ତାପରେ ତାକୁ ସବୁ ଗୋଳେଇଦେଲି। ଗୋଳେଇ ସାରିଲା ପରେ ମୁଁ ଏବେ ଆଣିଦେଇଛି ଗୋଲମରିଚ ଗୁଣ୍ଡ, ଚାଟ୍ ମସଲା ସବୁ ତାକୁ ପକାଇକି ଭଲସେ ଗୋଳେଇ ଦେଇଥିଲି। ଗୋଳେଇ ସାରିଲା ପରେ ଦହି 2 ଚାମଚ ଦେଇକି ତାକୁ ଆଉ ଟିକେ ଭଲସେ ଗୋଳେଇଦେଲି। ଗରମ ମସଲା ଆଣିଦେଲି, ଗରମ ମସଲା 1 ପିଞ୍ଚ ପକାଇଦେଲି। ତାକୁ ସବୁ ଗୋଳେଇଦେଲି। ତାପରେ ଆଣି ଦେଇଥିଲି ମୁଁ କର୍ଣ୍ଣଫ୍ଲୋର ମଇଦାକୁ 2 ଚାମଚ ଦେଇଦେଲି। ତାପରେ ଆଣିଲି ଚାଉଳ ଚୁନା 1 ଚାମଚ। ତାପରେ ଆଣି ଦେଇଥିଲି କର୍ଣ୍ଣଫ୍ଲୋର 1 ଚାମଚ ଦେଇକି ତାକୁ ମିକ୍ସ କରିଦେଲି। ମିକ୍ସ କରିସାରିଲା ପରେ ସେ ଭେଣ୍ଡି ଗୁଡ଼ିକ ସବୁ ଆଣିକି ତା ଦେହରେ ଗୋଳେଇକି ମିଶାଇଦେଲି। ତା ଦେହରେ ଟିକେ ଗୋଲମରିଚ ଗୁଣ୍ଡ ପକାଇ ଦେଇଥିଲି। ତାପରେ ତାକୁ ଭଲସେ ଗୋଳେଇ ସାରିଲା ପରେ ତାକୁ ସବୁ ପ୍ଲେଟ୍ରେ ରଖିଦେଲି। ତାପରେ ଏବେ ବସେଇଦେଲି ମୁଁ ଗ୍ୟାସ୍ରେ କରେଇ ଦେହରେ ତେଲଟା ଢାଳିଦେଲି। ତେଲ ଗରମ ହେଇସାରିଲା ପରେ ତାକୁ ସବୁ ମୁଁ ଫ୍ରାଏ କରିନେଲି। କେଡ଼େ ସୁନ୍ଦର ଦେଖନ୍ତୁ ଫ୍ରାଏ ହେଇଯାଇଛି। ବଢ଼ିଆ ମୁସମୁସିଆ ଲାଗୁଥିବ, ବଢ଼ିଆ ସୁନ୍ଦର ହେଇଯାଇଛି। ତାକୁ ମୁଁ ସବୁ ପ୍ଲେଟ୍ରେ ରଖିଦେଲି। ରଖିସାରିଲା ପରେ ଦେଖନ୍ତୁ କେତେ ସୁନ୍ଦର ଦେଖାହେଉଛି। ଏବେ ମୁଁ ମୋର ଗୋଟେ ସୁନାର ଥାଳି ନେଇ ଆସିଲି। ତା ଦେହରେ ଭାତ ବାଢ଼ିଦେଲି। ଭାତ ସାଙ୍ଗକୁ ବାଡ଼ିଆ ଡାଲମାଟା ଦେଇଥିଲି। ବାଡ଼ିଆ ଡାଲମା ବୋଲି ମୁସମୁସିଆ ଆଳୁ ଭଜା କରିଥିଲି। ତା ସାଙ୍ଗକୁ ଭେଣ୍ଡିର ମୁସମୁସିଆ ଭଜା। ତା ସାଙ୍ଗକୁ ଏଲସା ଚାହିଁ ବସିଛି ମୋତେ।